ନାଟା ନୀଳରାୟ ପାତ୍ର କୋଉ ଗାଁ ପୂଜା ସିଂଘି। କଣ ଆପଣଙ୍କ ସମସ୍ୟା ହେଇଛି? ମୋର ସମସ୍ୟା ହେଉଛି ମୁଁ ଦୋକାନକୁ କିଣିବାକୁ ଯାଇଥିଲି ପିଲାକୁ ଧରିକି। ସେ ମୋତେ ନୀଳମାଧବ ପୂଜା ସିଂହର ଆସିକି ବାଡ଼ ପିଟା କଲା, ବେକରେ ପାଞ୍ଚ ପକେଇଲା, ଟାଣି ଟାଣି ନେଲା, ବାଡ଼େଇଲା, ଦାଣ୍ଡ ଯାକ ବାଡ଼ି ନେଇକି ମୋର ଘର ଭିତରେ ବାଡ଼େଇଲା। ଆଉ ମୋର ପରିବାରକୁ ସମସ୍ତଙ୍କୁ ବାଡ଼େଇଲା। ଚୁରା ଗୋଟେ ଧରିକି ଆସିଥିଲା ଆଜ୍ଞା, ଭୁସି ଦେବି ବୋଲି କହିଲା। ଆଉ ଏ ସମସ୍ୟା ଯୋଗୁଁ ମୋତେ ବିପି ଉଠିଗଲା। ମୁଁ ତ ଦେହ ଖାଇଲା ଲୋକ, ମୋର ହେଉଛି ହାର୍ଟ ପେସେଣ୍ଟ, ମୋର ସେନ୍ସ ହଜିଗଲା, ମୁଁ ପଡ଼ିଗଲି ତଳେ। ସେଥିପାଇଁ ଆଉ ମୋର ସ୍ତ୍ରୀ ଆସିଲେ, ମୋର ବୁଆଶୁଣୀ ଆସିଲେ, ମୋର ଭାଇ ଯାକ ଆସିଲେ ଛଡ଼ିବାକୁ, ତାଙ୍କୁ ମାନଙ୍କୁ ପିଟିଲା, ତାଙ୍କୁ ଯାକୁ ଘଉଡ଼ିଲା, ତାଙ୍କୁ ଯାକୁ ଫିଙ୍ଗିଦେଲା, ଖଚାଡ଼ି ଦେଲା। ସେଇଥିପାଇଁ ଆଉ ଇଏ ମୋର ଘରର ଜିନିଷ ଯାକ ସବୁ ଭାଙ୍ଗିଦେଲା, ଦୁଇଟା ପେନ୍ ଭାଙ୍ଗିଦେଲା, ଘରର ଯେତିକି ଜିନିଷ ଯାକ ଫିଙ୍ଗା ଫିଙ୍ଗି କରିଦେଲା। ଆଉ ମୋର ଭାସୁଣୀକି ଚପେଇକି ଧରିଦେଲା କଟ ଉପରେ। ମୋର ନାତୁଣୀକି ମାରିବାକୁ ଗଲା। ସେ ନାତୁଣୀଟା ମରିଯାଇଥିଲେ କ'ଣ କରିଥାନ୍ତୁ, ଛୋଟ ପିଲା, ସେ 2 ବର୍ଷର ଝିଅ ସେଟା। ତାକୁ ଆଉ କହିଲେ ଆଉ କିଏ ମାନିଲାନି, ମୋର ସେନ୍ସ ହଜିଗଲା, ମୁଁ ପଡ଼ିଗଲି ଆଜ୍ଞା। ସେଥିପାଇଁ ସେ ମୁଁ କଣ ପାଇଁ ଆପଣଙ୍କୁ ମାରିବାକୁ ଚେଷ୍ଟା କରୁଥିଲେ? ସିଏ କହିଲା ମୋର ଭାଇନାକୁ ତୁ ଗୁଣି କରିଦେଇଛୁ, ତୁ ଗୁଣିଆଟା ବୋଲି ମୋତେ କହିଲା ଆଜ୍ଞା, ବିନା ଅନୁମତିରେ। ମୋତେ ତ ଜଣା ନାହିଁ, ମୁଁ ଗୋଟେ ପେସେଣ୍ଟ ଲୋକ, ମୁଁ କ'ଣ ଜାଣିଛି ଆଜ୍ଞା ସେ ବିଷୟରେ। ସେ ଆସିକି କହିଲା ମୋତେ।